କାହାଣୀ ଉତ୍ତର ଆସିଲା ସମୟଚ୍ୟୁତି। ସବୁଠାରୁ ବଡ଼ କ୍ଷତି କେଉଁଠା? ନା ସମୟ ନଷ୍ଟ କରିବା। ତେଣୁ ଜ୍ଞାନୀ କହନ୍ତି କାଲି କାମ ଆଜି କର, ଆଜି କାମ ବର୍ତ୍ତମାନ କର, ଆଉ ବର୍ତ୍ତମାନ କାମକୁ କରିସାରି ଅନ୍ୟ ଚିନ୍ତା କର। ସୁକାର୍ଯ୍ୟଂ ଅଦ୍ୟ କୁର୍ବିତଃ, କାଲି କାମ ଆଜି କର। ଯିଏ ଏଥିରେ ଅବହେଳା କରେ ସେ କଷ୍ଟ ଭୋଗେ। ଆମେ ବୁଧବାର 4 ତାରିଖ, ଆସନ୍ତାକାଲି ବୁଧବାର, କାଲି କାମ ଆଜି କରୁଛେ, ମଙ୍ଗଳବାର କରୁଛେ। ଆଜି ଏ କାମଟି ସାରିଦେଲେ ଆସନ୍ତାକାଲିର ପାଇଁ ଆପଣମାନେ ପ୍ରସ୍ତୁତ ହେବେ। ଆଜି ଆମେ ବୁଧବାର ବିଷୟରେ 4 ତାରିଖ ବିଷୟରେ ଆଲୋଚନା କରିବା। 4 ତାରିଖ ଫେବୃଆରୀ ମାସ 4 ତାରିଖ ବୁଧବାର ସୂର୍ଯ୍ୟ ଉଦୟ ହେବେ 6:22 ପରେ। 6:22 ପରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ 5:38 ପରେ। ସୂର୍ଯ୍ୟ ଅସ୍ତ ହେବେ 5:38 ପରେ। ଅଶୁଭ ସମୟ ମନେ ରଖିବା 12:01 ଗୋଟାଏ 26। 12:01 ଗୋଟାଏ 26 ମଧ୍ୟରେ ଆମେ ଯାତ୍ରା ଆଦୌ କରିବାନି। କାମରେ ଲାଗିଛେ, କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାନି। କଲେ ପସ୍ତେଇବା, ଭାବିବା ବଡ଼ ଭୁଲ ହେଇଗଲା ବୋଲି ଅନୁଶୋଚନା କରିବା। ମନେ ରହିଲା ଆଜିର ଘାତ ବାର କର୍କଟ ରାଶିର। କର୍କଟ ରାଶି ଲୋକମାନେ ଆଜି ଘାତ ପ୍ରତିଘାତେ ଯାତ୍ରା କରିବେ। ଘାତ ଚନ୍ଦ୍ର କର୍କଟ ରାଶି ପୁରୁଷ ଓ ମକର ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଏବେ ଆରମ୍ଭ କରିବା ମେଷ ରାଶି କଥା। ମେଷର ଅଧିପତି ହେଲେ ମଙ୍ଗଳ, ବାର ହେଲା ବୁଧ। ବୁଧ ଆଉ ମଙ୍ଗଳଙ୍କର ତ ପଡ଼େନି। ବୁଧ କେବେ ଚାହାନ୍ତିନି ମଙ୍ଗଳର ମଙ୍ଗଳ ହେଉ। ତେଣୁ ସବୁ କାମରେ ସେ ବାଧା ବିଘ୍ନ ସୃଷ୍ଟି କରିବେ। ବୁଧବାର ଦିନ ମେଷ ରାଶିଆଙ୍କର ବହୁ ବାଧା ବିଘ୍ନ ଦେଇ ମେଷ ରାଶିର ବ୍ୟକ୍ତି ବୁଧବାର ଅତିକ୍ରମ କରିବେ। ଯେକୌଣସି କାର୍ଯ୍ୟ କଲେ ବି ପ୍ରଥମେ ବାଧା ସୃଷ୍ଟି ହେବ। ଏପରିକି କାଲି ଯେଉଁ କଲମଟି କିଣିକରି ଆଣିଥିଲେ ଟେବୁଲ ଉପରେ ରଖିଥିଲେ, ଆଜି ଲେଖିଲା ବେଳକୁ ସେ କଲମ ମିଳିବନି। ପରେ ଅବଶ୍ୟ ମିଳିବ, କିନ୍ତୁ ପ୍ରଥମେ ବାଧା। ବୁଝିହେଲା? ତେଣୁ ମେଷ ରାଶି ପାଇଁ ଆଜି ମେଷ ରାଶି ଲୋକଙ୍କର ଚିନ୍ତାର କାରଣ ବୁଧବାର। ମଙ୍ଗଳଙ୍କର ପରମ ଶତ୍ରୁ ବୁଧ। ଏଣୁ ସେ ବୁଧ ଗ୍ରହ ମେଷ ରାଶିର ସବୁ କାର୍ଯ୍ୟରେ ବିଘ୍ନ ଆଣିବେ। ମାନେ ଭଲରେ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିବନି। ଏତେ ଚିନ୍ତାରେ ବି ମେଷ ରାଶିଧାରୀ ଲୋକଙ୍କର ମୁହଁରେ ହସ ଫୁଟିବ। ସୁଖରେ ବାଧା ଆସିବନି। ସେମାନେ ନାନାବିଧ ସୁଖ ଲାଭ କରିବେ। ଦେହ ସୁସ୍ଥ ରହିବ। ଆଜି ମେଷ ରାଶିର ଲୋକମାନେ ସଂଗ୍ରାମଶୀଳ। ଗଲେ ପଛେ ଯାଉ, ଯିବ ଯାହା ହେବ ଦେଖାଯିବ। ଗିରି ଶିଖେ ଲୟ ରଖି ଚାଲିବି ମୁକର। କବି କହିଥିଲେ ପରା, ଗଲେ ପଛେ ଯାଉ ଯିବ
ଯାହା ହେବ ଦେଖାଯିବ। ଗିରି ଶିଖି ଲୟ ରଖି ଚାଲିବି ମୁକର। ବୃଷ ରାଶି, ବୃଷ ରାଶିର ଅଧିପତି ଶୁକ୍ର। ବୁଦ୍ଧଙ୍କ ସହିତ ମିତ୍ରତା ଅଛି, ହେଲେ ସେମାନେ ଆଜି ଶାନ୍ତି ପାଇପାରିବେନି। କାରଣ କ'ଣ? ବୃଷ ରାଶିଧାରୀ ଲୋକେ ଟିକେ ଅସୁବିଧାର ସମ୍ମୁଖୀନ ହେବେ। ବିବିଧ ଅଘଟଣ ଘଟିବ। ଦେହ ପୀଡ଼ାରୁ ରୋଗ ଆରମ୍ଭ ହେବ। ଦେହ ଜର ଲାଗିବ, ଅସୁସ୍ଥତା ଲାଗି ରହିବ। ଆଉ ରାତି ପେଟ ରୋଗ ହେବାର ସମ୍ଭାବନା ଅଛି। ଆଜି ପେଟ ରୋଗ, ପାକସ୍ଥଳୀ ଜନିତ ରୋଗ ଆରମ୍ଭ ହେବ। କୃତ୍ତିକା ନକ୍ଷତ୍ରର ଆଜି ଅଶୁଭ ସମୟ ରାତି 10ଟା 15ରୁ। ତେଣୁ କୃତ୍ତିକା ନକ୍ଷତ୍ରଧାରୀ ବୃଷ ରାଶିର ବନ୍ଧୁଗଣକୁ ଅନୁରୋଧ, ସେମାନେ ଟିକେ ପେଟର ଯତ୍ନ ନିଅନ୍ତୁ, ପାକସ୍ଥଳୀର ଯତ୍ନ ନିଅନ୍ତୁ, ନହେଲେ କଷ୍ଟ ଭୋଗିବେ ଯେ। ଦିନଟି ଚିନ୍ତାରେ ଯିବ। ଖାଲି ଚିନ୍ତା, ଦୁଶ୍ଚିନ୍ତା, ସେ ଚିନ୍ତା ପୁଣି ଦୁଶ୍ଚିନ୍ତା। ମିଥୁନ କଥା, ମିଥୁନ ରାଶିକୁ ଗ୍ରହ ବୁଧ କିଛି ଦେବେ। ନିଜେ ମିଥୁନ ରାଶିର ମାଲିକ ନା, ନିଜ ରାଶିକୁ ସେ କିଛି ଦେବେ। ତେଣୁ ମିଥୁନ ରାଶିକୁ ଗ୍ରହ ବୁଧ କିଛି ଦେବେ। ଦ୍ରବ୍ୟ ଲାଭ ଯୋଗ ଅଛି। କାଲି ତ ବୁଝେଇଥିଲି କାହା ପାଇଁ କେଉଁ ଦ୍ରବ୍ୟ ଲାଭ ହେଲେ ଖୁସି ହୁଏ। ତେଣୁ ବ୍ୟକ୍ତି ବିଶେଷଙ୍କ ମନକୁ ବିଭିନ୍ନ ଦ୍ରବ୍ୟ ଲାଭର ଆଶା ଆସିବ। ତେଣୁ ଦ୍ରବ୍ୟ ଲାଭ ଯୋଗ ଅଛି। ସମସ୍ତ ଜୀବିକାରୁ କିଛି ଅଧିକ ଅର୍ଥ କରଗତ ହେବ। ଆମେ ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛେ, ପ୍ରତିଦିନ ଯେତିକି ମିଳିବା କଥା ଆମେ ପାଉଛେ, ଆଜି ଟିକେ ଅଧିକ ମିଳିବ। ପ୍ରତ୍ୟେକ ବୃତ୍ତିରୁ ଆଜି କିଛି ଅଧିକ ଅର୍ଥ କରଗତ ହେବ। ଏଣୁ ସମସ୍ତ ବୃତ୍ତିଧାରୀ ନିଜ ଆୟ ଅମଳ ଦେଖି ଖୁସି ହେବେ। ଆନନ୍ଦରେ ଅନ୍ୟକୁ କହିବେ, ଯାହା ହଉ ଆଜି କେମିତି ମୁଠା ଅଧିକ ମିଳିଲା। ଦେହ ଭଲ ରହିବ। ଇଚ୍ଛା ଅନୁସାରେ କିଛି ଭଲ କାମ କରିବା ପାଇଁ ତତ୍ପର ହେବେ। ଏବଂ ସେମାନେ କିଛି ପରାମର୍ଶ ଦେବେ ଅନ୍ୟମାନଙ୍କୁ। ମିଥୁନ ଲୋକମାନେ ଅନ୍ୟମାନଙ୍କୁ କିଛି ପରାମର୍ଶ ଦେବେ। ମୁଁ ଏଇଆ କଲି ବୋଲି ମୋର ଏଇ ଲାଭ ହେଇଛି। ତତେ ସେଦିନରୁ କହୁଛି ଲଙ୍କା ଗଛଟା ଲଗା। ଏବେ ଲଙ୍କାର ଦାମ ଯାହା ହେଲାଣି, ତୋ ବାଡ଼ିରେ ଥିଲେ ତୁ କ'ଣ କିଣନ୍ତୁ। ଏଇଭଳି କିଛି ଶସ୍ତା ଉପଦେଶ ଦେବେ ଓ ପ୍ରଶଂସା ବି ପାଇବେ। ମିଥୁନ ରାଶିଙ୍କୁ ଆଜି ସବୁ ଦିଗରୁ ଲାଭ ଅଛି ପରା। ସମ୍ମାନ ଲାଭ, ଅର୍ଥ ଲାଭ, ଦ୍ରବ୍ୟ ଲାଭ, ସ୍ୱାସ୍ଥ୍ୟ ଲାଭ, ଉତ୍ତମ ରୋଚକ ଖାଦ୍ୟ ଲାଭ ଇତ୍ୟାଦି। ପରାମର୍ଶ ଦେଇ ପ୍ରଶଂସା ପତ୍ର ପାଇବେ। ଭୋଜନ, ଶୟନ, ଭ୍ରମଣ, ପଠନରେ ଶାନ୍ତି ଲବ୍ଧ ହେବ ସେମାନଙ୍କୁ। ହେଲେ କର୍କଟ କଥା କହିଛି ତ, କର୍କଟ ରାଶିର ଆଜି ଘାତବାର। ପୁଣି କର୍କଟ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ତେଣୁ ଘାତ ପ୍ରତିଘାତ ଦେଇ କର୍କଟ ରାଶିର ଲୋକେ ଜୀବନ ଯାପନ କରିବେ। ଆଜି ଟିକେ ଦୁଃଖପୂର୍ଣ୍ଣ ଭଳି ଲାଗୁନି? କର୍କଟ ରାଶିର ଅଧିପତି ଚନ୍ଦ୍ର। ଆଉ ଚନ୍ଦ୍ରଙ୍କୁ ଦେଖିଲେ ବୁଧ ଯେମିତି ନିଆଁରେ ଜଳିଯାଆନ୍ତି। କର୍କଟ ରାଶିର ଯାବତୀୟ କ୍ଷତି କରିବା ପାଇଁ ବୁଧ ଯେମିତି ପ୍ରତିଜ୍ଞା କରିଛନ୍ତି। ତେଣୁ ଯେତେବେଳେ ବୁଧ ମହାଦଶାରେ ବୁଧ ଅନ୍ତର୍ଦଶା ଆସିଛି, ଯେଉଁ କର୍କଟ ରାଶି ଯେତେ ଭଲରେ ଜାତକରେ ବୁଧ ଥିଲେ ବି ତାକୁ ନଷ୍ଟ, ଭ୍ରଷ୍ଟ, ବିନଷ୍ଟ କରି ତଳିତଳାନ୍ତ କରିଦେଇଛନ୍ତି। ବହୁତ କ୍ଷତି କରନ୍ତି ବୁଧ। କାର? କର୍କଟ ରାଶିର। କର୍କଟ ସହ ବୁଧର ପଡ଼େନି। କର୍କଟର ଛାଇ ପଡ଼ିଲେ ବୁଧଙ୍କର ନାହିଁ ଦିଏ। ଏଣୁ ବୁଧ ବାରମ୍ବାର କର୍କଟ ରାଶିକୁ ଅପଦସ୍ଥ କରିବାକୁ ଚେଷ୍ଟା କରିବେ। କର୍କଟର ଆଜି ଘାତବାର। ପୁଣି କର୍କଟ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଏଥିପାଇଁ ଜଗି ରଖି
ଚଲାବୁଲା କଲେ ଭଲ। କର୍କଟ ରାଶି ଲୋକମାନେ ଆଜି ଟିକେ ଶାରୀରିକ ଓ ମାନସିକ ଘାତ ପ୍ରତିଘାତ ପାଇବେ। ରାତି 10ଟା 10 ପରେ ପୁଷ୍ୟାର ଟିକେ ଅଶୁଭ ଆରମ୍ଭ ହେବ। ପୁଷ୍ୟା ନକ୍ଷତ୍ର କର୍କଟ ରାଶି ବ୍ୟକ୍ତିମାନଙ୍କର ଆଜି ଟିକେ ଅଧିକ ଅଶୁଭ ହେବ। ବୁଧବାର ହେତୁ କହୁଛି। ସିଂହ ରାଶି ପାଇଁ ରବିଙ୍କ ସହ ବୁଧଙ୍କର ସମ୍ପର୍କ ଭଲ। ସିଂହ ରାଶିର ଅଧିପତି ହେଲେ ବୁଧ। ଆଉ ବଢ଼ିଆ ପାଠ ପଢ଼ିଛ ତମେ। ଆଉ ସିଂହ ରାଶିର ଅଧିପତି ହେଲେ ରବି। ବୁଧବାର ଛୋଟ ପିଲା ପାଟି ଲାଗୁଛି। ବୁଧ ଆଉ ରବିଙ୍କର ମିତ୍ରତା ଅଛି। ଯେହେତୁ ସିଂହ ରାଶିର ଅଧିପତି ହେଲେ ରବି, ତେଣୁ ରବିଙ୍କି ବୁଧ ଆଜି ଟିକେ ସହଯୋଗ କରିବେ। ସିଂହ ରାଶିର ଅଧିପ ରବିଙ୍କ ସହ ବୁଧଙ୍କର ସମ୍ପର୍କ ଭଲ। ଏଥିଲାଗି ଆଜି ଏମାନଙ୍କୁ ସବୁ ସହଯୋଗ ମିଳିବ। ଯେତିକି ଦରକାର ତହିଁରୁ ସାମାନ୍ୟ ଅଧିକ ଅର୍ଥ ବି ମିଳିଯିବ। ଆଜି ସିଂହ ପାଇଁ ସ୍ନାନ, ଭୋଜନ, ଦେବଦର୍ଶନ, ଭ୍ରମଣ, ଶୟନ ତଥା ଆଳାପ ସଂଳାପରେ ସୁଖ ମିଳିବ। ଆଜି ବୁଧ ଦୟା କରିବେ ରବିଙ୍କୁ। ରବି ବୁଧ ମିଶି ସିଂହ ରାଶିକୁ କିଛି ଦେବେ, ସାହାଯ୍ୟ ସହଯୋଗ କରିବେ। ଯେଉଁଠୁ ଯେତିକି ସ୍ନେହ ମମତା ଆଦର ପାଇବା କଥା ତାହାଠୁ ଟିକେ ଅଧିକ ସ୍ନେହ ମମତା ଆଦର ପାଇ ସିଂହ ରାଶି ଲୋକେ ଖୁସି ହେବେ। କନ୍ୟା ରାଶିର ଲୋକେ ଆଜି ଟିକେ ଭୁଲ କାମ କରିବେ। ଅହଙ୍କାର ବଶବର୍ତ୍ତୀ ହୋଇ ବା ମୋହବଶ ହୋଇ ମାୟାରେ ବାୟା ହୋଇ ଭୁଲ କରିବା ପରେ ପସ୍ତେଇବେ। ବଡ଼ ଭୁଲ ହେଇଗଲା, ମୋର ଏମିତି କରିବାର ନଥିଲା, ଏମିତି କହିବାର ନଥିଲା। କନ୍ୟା ରାଶିର ଲୋକେ ପରେ ପସ୍ତେଇବେ। ଅତୀତରେ ଅବୁଝା ହୋଇ ଦେହର ହିତ ଚିନ୍ତା ନକରି ଯେଉଁ ଦେହ ପ୍ରତି ଅନୁଚିତ କାମ କରିଛନ୍ତି ଆଜି ତ ଭୋଗିବେ। ମାନେ ଶାସ୍ତ୍ର ବାରମ୍ବାର କହିଛନ୍ତି ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍ ଆମେ ନୁଛୁଣା। କିଏ କହିଲା ଆଜି ଉପାସ କର, ଆମେ ଉପାସ କରୁଛେ। କିଏ କହିଦେଲା ମୁଁ ପରା ଗତ ବର୍ଷ ଏଇ ଦିନ ଉପାସ କରିବାରୁ ମୋର ପୁଅଟିଏ ହେଇଛି, ତୁ ଉପାସ କରୁନୁ। ବିଚରା ଝିଅଟା ଉପାସ କଲା, ତା ଫଳ ଆଜି ସେ ଭୋଗୁଛି। ଦେହର ଯତ୍ନ ନ ନେଲେ କଷ୍ଟ ଭାରି ହୁଏ। ଆଗେ ଶରୀର ତାପରେ ଧର୍ମ। କେହି ପିଠିରେ ପଡ଼ିବେନି, ସମସ୍ତେ କହିବେ ଧନରେ ପୁରୀ ଯା। ପାକିଟରେ 2 ଟଙ୍କା କେହି ଦେବେନି। ଗଛ ଚଢ଼, ବଢ଼ିଆ ଫଳ ଉପରେ ପାଚିଛି ନେଇଆ, କେହି ଓହ୍ଲେଇ ଦେବେନି। ଏଣୁ ହେ ମୋର ଭାଇ ବନ୍ଧୁ କୁଟୁମ୍ବ, ନିଜ ବୁଦ୍ଧିରେ କାମ କରନ୍ତୁ। ଏଟା କଥା ନାହିଁ। ବରଂ ସ୍ୱବୁଦ୍ଧିରେ ଭିକ୍ଷା ମାଗ, ପର ବୁଦ୍ଧିରେ ସିଂହାସନକୁ ଲୋଭ କରନି। ପଡ଼ିଯିବ, ହାତ ଗୋଡ଼ ଭାଙ୍ଗିଯିବ, ନାକ ଛେଚି ହେଇଯିବ। ତେଣୁ କନ୍ୟା ରାଶିର ଲୋକେ ପରେ ପସ୍ତେଇବେ। ଅତୀତରେ ଅବୁଝା ହୋଇ ଦେହର ହିତ ଚିନ୍ତା ନକରିଥିବା ହେତୁ, ଦେହ ପ୍ରତି ଅନୁଚିତ କାମ କରିବା ହେତୁ ଆଜି ଭୋଗିବେ। ଏଥିପାଇଁ ଅସୁସ୍ଥ ହେବେ। ଆଜି ସେମାନେ ଅସୁସ୍ଥ ହେବେ। କନ୍ୟା ରାଶିର ସମସ୍ତ ଜନତା ଆଜି ସତର୍କ ରହିବା ଉଚିତ। ସାମାନ୍ୟ ଘମିରଟା କାଲି ହେଇଥିଲା, ସିଏ ବ୍ରଣ ହେଇଯିବ। ଆସନ୍ତା କାଲିକି ସେ ବଥ ହେଇଯିବ, ବଥେଇବ। ଅର୍ଥବ୍ୟୟ ହେବ, ଖର୍ଚ୍ଚାନ୍ତ ହେବେ, ମାନସିକ ଦୁଃଖରେ ଭାଙ୍ଗି ପଡ଼ିବେ। ଆଜି ଶାରୀରିକ ଓ ମାନସିକ 2 ପ୍ରକାର ସମସ୍ୟା ଆକ୍ରମଣ କରିବ ବୁଧ ରାଶିକୁ। ତୁଳା ରାଶିର ଲୋକଙ୍କ ପାଇଁ ଆଜି ନିଜ ବୃତ୍ତି, ବ୍ୟବସାୟ, ସେବା, ବ୍ୟବସାୟ, ଚାଷରୁ ଯିଏ ଯେତିକି ଆୟ କରିବେ ଆଜି ତାଠୁ ଟିକେ ଅଧିକ
ଆୟ ହେବ, ଅନ୍ୟ ଠାରୁ ବି କିଛି ପାଇବେ। ଆଜିର ଆର୍ଥିକ ସୁଖ ବଡ଼ ଆନନ୍ଦପ୍ରଦ ଦେବ। ଏଣୁ ଦେହ ଓ ମନ ଭଲ ରହିବ, ସମସ୍ତ ସମ୍ପର୍କ ମଧୁମୟ ହେବ। ତୁଳା ରାଶି ମାନେ ସବୁ ସୁଖର ମୂଳ ତ ଧନ। କାହିଁକି ମ ବା କଳିଯୁଗ କାହିଁକି ମ ମାନେ କଳିଯୁଗରେ ପା ସମସ୍ତେ ଧନ ଖୋଜନ୍ତି, ଆଉ କିଛି ନୁହଁ। ଏ ସମୟ ବା ଧନ ସମୟ। ଯାହା ପାଖରେ ଧନ ଅଛି, ଯସ୍ୟାସ୍ତି ବିତ୍ତଂ ସମରଃ କୁଳୀନ ସସର୍ବଜ୍ଞ ରୂପବାନ ବିଦ୍ୱାନ ବଳବାନ ଚ। ଶାସ୍ତ୍ର ବା କହିଛନ୍ତି, ଯାହାର ଧନ ଅଛି ସିଏ ଉଚ୍ଚ ବଂଶଜ, ବିଦ୍ୱାନ, ବଳବାନ, ଶକ୍ତିବାନ, ସାମର୍ଥ୍ୟବାନ, ଜ୍ଞାନୀ, ବିବେକୀ, ଦାତା ସବୁକିଛି। ଯାହାର ଧନ ନାହିଁ ସିଏ ଯେତେ ସୁନ୍ଦର ହେଲେ ବି ତା ମୁହଁ କେହି ଦେଖନ୍ତିନି। ଆଉ ମିଛ କହିଲି। ତେଣୁ ଧନ, ଆଜି ତୁଳା ରାଶିଙ୍କୁ ଯଥେଷ୍ଟ ଧନ ମିଳିବ। ବିଭିନ୍ନ ଦିଗରୁ ସେ ଆୟ କରିବେ। ବନ୍ଦ ହେଇଥିବା ଦ୍ୱାର ଖୋଲିଯିବ। ତେଣୁ ଆର୍ଥିକ ସମସ୍ୟାର ସମାଧାନ ହେବ। ଯିଏ ଯେଉଁଠି ହାତ ଉଦ୍ଧାରି ବା ଋଣ କରିଥିବେ ସେ ସବୁ ଆଜି ଶୁଝି ହେଇଯିବ। ଆଉ କିଛି ଲୋକଙ୍କର ଆଜି ସଞ୍ଚୟ ବି ହେବ। ସେମାନଙ୍କୁ ଆଜି ସବୁ ପ୍ରକାର ସୁଖ ମିଳିବ। ଧନ ଆସିଗଲା, ମନ ବି ଶାନ୍ତ। ପାଖରେ ଧନ ହେଇଗଲା, ଯେମିତି ଗୁଡ଼କୁ ପିମ୍ପୁଡ଼ି ମାନେ ଗୋଡ଼ାନ୍ତି, ଘେରି ଯାଆନ୍ତି। ଧନ ଥିଲେ କେତେ ବନ୍ଧୁ ପଳେଇ ଆସିବେ। ହେଲା, ସର୍ବେ ସ୍ୱାର୍ଥଂ ସମିହନ୍ତେ। ଧନ ନାହିଁ ତ କେହି ପାଖକୁ ଆସିବେନି। ତୁଳା ରାଶିର ଆଜି ଭଲ ଦିନ। ବିଛା ରାଶିର ବ୍ୟକ୍ତିଗଣ ନିଜ କର୍ମ ଫଳ ପ୍ରତି ସଚେତନ ରହିବେ। ବିଛା ରାଶି ମାନେ ଆଜି ଟିକେ କର୍ମ ଚଞ୍ଚଳ ରହିବେ। କର୍ମ ଫଳ ପ୍ରତି ଆଉ କର୍ମ ପ୍ରତି ଏମାନେ ଆଜି ଟିକେ ସଚେତନ ରହିବେ। ଭାରି ଆଗ୍ରହ ସହିତ କର୍ମ କରିବେ। ଯିଏ ଯେଉଁଠି ଅବହେଳା ପୂର୍ବେ କରିଥିଲେ ସେ ଆଉ ସେ ଭୁଲ କରିବେନି। ଅନୁତାପ କରିବେ, ମୁଁ ଏଇ ଭୁଲ କରିଥିଲି ବୋଲି ମୋତେ ଏଇଆ ଭୋଗିବାକୁ ପଡ଼ିଲା। ତେଣୁ ବିଛା ରାଶିର ବ୍ୟକ୍ତିଗଣ ନିଜ କର୍ମ ପ୍ରତି ସଚେତନ ରହିବେ। ସୁଚାରୁ ରୂପେ କର୍ମ ସମ୍ପନ୍ନ କରି ଶାନ୍ତି ପାଇବେ। ଆଜି ଟିକେ ଶାନ୍ତି ମିଳିବ ତାଙ୍କୁ ଆଜି କର୍ମରୁ। ଶାନ୍ତି ପାଇବେ। କର୍ମ ଫଳ ସ୍ୱରୂପ ଅର୍ଥ ଲାଭ ହେବ। ଜୀବନକୁ ଉପଭୋଗ କରି ସୁଖ ଲାଭ କରିବେ। ଶରୀର ଓ ମନ ଉଭୟ ଠିକ୍ ଠାକ୍ ରହିବ। ବନ୍ଧୁ ସମ୍ପର୍କ ମନ୍ଦ ହେବନି। ପାରିବାରିକ ଓ ଲୌକିକ ସୁଖ ଲାଭ କରି ଆନନ୍ଦିତ ହେବେ। ବିଛା ରାଶିର ଆଜି ଭଲ ଦିନ। ପ୍ରଥମରେ ସେ ଲୋକ ସୁଖୀ ଯିଏ କର୍ମଠ, ଯିଏ କର୍ମରଙ୍କ, ଯିଏ ନିଜ କର୍ମକୁ ସୁଚାରୁ ରୂପେ ସମ୍ପନ୍ନ କରେ, ତାର ଭବିଷ୍ୟତ ଉଜ୍ଜ୍ୱଳ। ଏହା ଯିଏ ବୁଝିଛି ସିଏ କେବେ ବି କାମରେ ଠକେନି। ଗୀତାରେ ଏଇ ଯେଉଁ ବାଣୀଟି କୁହାଯାଇଛି, କର୍ମଣ୍ୟେବାଧିକାରସ୍ତେ। ଏଇ ଏତିକି ଯିଏ ମନେ ରଖିଛି, ଯିଏ ବୁଝିଛି, ସେ କେବେ ବି ଦୁଃଖ ପାଇବନି। କର୍ମ ଠିକ୍ ଭାବରେ କର। ତା ନହେଲେ ଚକା ଆଖି ସବୁ ଦେଖୁଛି, ଢୋ କିଣି ଲଗେଇଦବ, ଓହୋ ପୋଡ଼ିବ। ସାବଧାନ। ଧନୁ ରାଶି ଲାଗି ଆଜି ବିରାଡ଼ି ଛିଙ୍କିବ। ମାନେ 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 ଜାଣିନା, ବୁଝିନା, ସବୁ ଭୁଲିଗଲଣି। ଅନୁକୂଳ ବିଗିଡ଼ିଯିବ। ଯେଉଁ କାମ କରିବାକୁ ବାହାରିବେ ଧନୁ ରାଶିର ଲୋକେ, ସେମାନେ ବିଘ୍ନର ସମ୍ମୁଖୀନ ହେବେ। ଧନୁ ରାଶି ଲାଗି ଆଜି ବିରାଡ଼ି ଛିଙ୍କିବ ମାନେ ଅନୁକୂଳ ବିଗିଡ଼ିଯିବ। ଶ୍ରମ ମୂଲ୍ୟ ମିଳିବନି। ଶ୍ରମର ମୂଲ୍ୟ ମିଳିବନି। ଆଜି ଯେଉଁ କାମ କରିବେ ତାର ପ୍ରକୃତ ମୂଲ୍ୟାଙ୍କନ ହେବନି। ସେବାର ଫଳ ନିନ୍ଦା ହେବ। ଏହା ଶୁଣି ଓ ଅନୁଭବ କରି ମନ ଭାଙ୍ଗିଯିବ।
ମୋତେ ଅସମ୍ମାନିତ କରାଯାଉଛି। ସୁଖ ଓ ଶାନ୍ତିରୁ ବଞ୍ଚିତ ହୋଇ ଏମାନେ ଆଜି ମନ ମାରି ବସିବେ, ଦେହ ଭଲ ରହିବ। ଆଜି ଧନୁରାଶିର ଦେହ ଭଲ ରହିବ, ମନ ଭଲ ରହିବନି। ଯେତେବେଳେ ଯେଉଁଠି ଯେଉଁ କାମ କରିବେ, ସେବା କରିବେ, ସେଥିରେ କିଛି ମୂଲ୍ୟ ମିଳିବନି। ଯେଉଁମାନେ ସେବା ପାଇବେ, କର୍ମଫଳ ଭୋଗିବେ, ସେମାନେ କେହି ଆଦର କରିବେନି, ମୂଲ୍ୟ ଠିକ୍ ଭାବରେ ଦେବେନି। ଏଥିପାଇଁ ମନ ଭାଙ୍ଗିଯିବ। ଆଜି ଧନୁରାଶିର ମନ ଉଣା ହେବ, ଦେହ ଠିକ୍ ରହିବ। ମକର ରାଶି ପୁରୁଷଙ୍କର ଆଜି ପରା ଘାତଚନ୍ଦ୍ର, ଏଣୁ ସାବଧାନ। ରାତି 10ଟା 15 ପରେ ଉତ୍ତରାଷାଢ଼ା ନକ୍ଷତ୍ର ପାଇଁ ଅଶୁଭ ସମୟ ଆସିବ। ଆଜି ଶ୍ୱାସ ସଂକ୍ରାନ୍ତୀୟ ଥଣ୍ଡା ରୋଗ ହେତୁ ମୁଣ୍ଡବିନ୍ଧା ହୋଇପାରେ। ପୁରୁଣା ରୋଗ ଥିଲେ ଆଜି ବଢ଼ିଯିବ। ଖର୍ଚ୍ଚାନ୍ତ ହୋଇପାରନ୍ତି, ନିଜ ଲୋକ ଘୃଣା କରିବେ। ଆଜି ମକର ରାଶିର ଆଦୌ ଭଲ ନୁହେଁ। ଶ୍ୱାସଜନିତ ରୋଗ ହେବ। ଏହି ଶ୍ୱାସଜନିତ ରୋଗରୁ ଆଗେ ଛିଙ୍କ, ତାପରେ ଥଣ୍ଡା, ମୁଣ୍ଡବିନ୍ଧା, ଛାତି ଦରଜ, ଦମା ଆଉ କ୍ରୋମାଇଟ୍ ଏସବୁ ହେଇଯିବ। ତାପରେ ଅସୁସ୍ଥ ହେବେ, ଗୁଡ଼ିଏ ଖର୍ଚ୍ଚ ହେବ। ନିଜ ଦାମ୍ପତ୍ୟ ଜୀବନରେ ବି ଅଶାନ୍ତ ପବନ ବହିବ। ପରିବାରରେ ଅନ୍ୟମାନେ ଘୃଣା କରିବେ। ତେଣୁ ମକର ରାଶିର ଲୋକେ ଆଜି ସମ୍ଭାଳି ନିଅନ୍ତୁ, ଧୈର୍ଯ୍ୟ ଧରନ୍ତୁ, ଚିଡ଼ଚିଡ଼ା ହୁଅନ୍ତୁନି, ବିରକ୍ତ ହୁଅନ୍ତୁନି। ଆଡ଼େ ରୋଗ, ତେଣେ ଘୃଣା, ଏସବୁ ଦେଖି ଶୁଣି ମନ ଭାଙ୍ଗିଯିବ। ଯଦି ପାରିବେ ଦର୍ପଣ ବାରମ୍ବାର ଦେଖନ୍ତୁ, ହସନ୍ତୁ। ମନକୁ ପ୍ରଫୁଲ୍ଲିତ ରଖିଲେ ଭଲ, ନହେଲେ ଅସୁବିଧା। କୁମ୍ଭ ରାଶି ଜନତାଙ୍କ ଉପରେ ଆଜି ଧନ ଲକ୍ଷ୍ମୀ ପ୍ରସନ୍ନା। କୁମ୍ଭ ରାଶି ପାଇଁ ଆଜି ବହୁ ଦିଗରୁ ଧନ ଆସିବ। ସବୁ ଦ୍ୱାର ଆଜି ଖୋଲିଯିବ। ହଁ, କୁମ୍ଭ ରାଶି ଜନତାଙ୍କ ଉପରେ ଆଜି ଧନଲକ୍ଷ୍ମୀ ପ୍ରସନ୍ନା। ସାନ ବଡ଼ ସମସ୍ତ ବୃତ୍ତିଧାରୀ ଆଜି ଭଲ ଆୟ କରିବେ। ବ୍ୟବସାୟ, ବୃତ୍ତି ଓ ସେବା ଆଦି ବେଉସା ସୁଖକର ହେବ, ଭଲ ଭାବେ ଚାଲିବ। ରୁଚିକର ଖାଦ୍ୟ, ଆନନ୍ଦଦାୟୀ ନିଦ୍ରା, ଆଳାପୀ ମିତ୍ର, ଯୋଗ୍ୟ ସନ୍ତାନ, ସହଯୋଗୀ ଭାଇ, ଏମାନେ ସମସ୍ତେ ପାଖେ ପାଖେ ରହି ଆନନ୍ଦ ବାଣ୍ଟିବେ। ମାନେ ରୁଚିକର ଖାଦ୍ୟ ମିଳିବ, ମନବୋଧ ହେଇଯିବ, ଆନନ୍ଦଦାୟୀ ନିଦ ହେବ, ବିନା ସ୍ୱପ୍ନରେ ଶୋଇଯିବେ, ସେ ବି ସୁଖ ଦେବ। ଆଉ ସାହାଯ୍ୟକାରୀ ଭାଇ ମିଳିବେ। ଜୀବନ ସାଥୀ ମନ ଖୋଲା ହସ ହସିବେ। ପୁଅ ଯୋଗ୍ୟ ହେବ। ଏଇଭଳି ନାନାବିଧ ସାମାଜିକ, ପାରିବାରିକ, ଲୌକିକ ସୁଖ ମିଳିବ। ଆର୍ଥିକ ସୁଖ ତ ମିଳିବ। ଚେଷ୍ଟା କରିବେ ମନ୍ଦିର ଯିବା ପାଇଁ, ଭଜନ କରିବା ପାଇଁ, ଟିକେ ଦାନ ଧର୍ମ କରିବା ପାଇଁ, ହେଲେ ପାରମାର୍ଥିକ ସୁଖ ମିଳିବ। ଆଜି ସବୁ ଦିଗରୁ ଆନନ୍ଦ ମିଳିବ। ତେଣୁ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ସହଯୋଗ କରିବେ। କୁମ୍ଭ ରାଶିର ସବୁ ଦିଗରୁ ଭଲ। ମୀନ ରାଶି ପାଇଁ ଆଜି ଶୁଭ 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 ବଡ଼ ଶୁଭକର ଦିନ। ତଥାପି ସାମାନ୍ୟ ଥଣ୍ଡା ଟିକେ ହୋଇପାରେ। ମୀନ ରାଶି ଲୋକଙ୍କୁ ଆଜି ଟିକେ ଥଣ୍ଡା ହେଇପାରେ, ଛିଙ୍କ ଟିକେ ହେଇପାରେ ବା କାଶ ଟିକେ ହେଇପାରେ। ଅନ୍ୟ କିଛି ସମସ୍ୟା ନାହିଁ। ବ୍ୟବସାୟୀ, ଡାକ୍ତର ଓ ଓକିଲମାନଙ୍କ ପାଇଁ ଆଜି ବଢ଼ିଆ ଦିନ, ମହତ୍ତ୍ୱପୂର୍ଣ୍ଣ ଦିନ। ସେମାନେ ଆଜି ଭଲ ରୋଜଗାର କରିବେ। ଅନ୍ୟ ବୃତ୍ତିଧାରୀଙ୍କର ଅସୁବିଧା କିଛି ହେବନି। ସମସ୍ତଙ୍କ ହାତକୁ ଅର୍ଥ ଆସିବ, ମନ ଭଲ ଲାଗିବ, ଦେହ ଠିକ୍ଠାକ୍ ରହିବ, ବଢ଼ିଆ ଖାଦ୍ୟ ମିଳିବ। ଆଉ ବିଭିନ୍ନ ରୂପରେ ଆଜି ବିବିଧ ଲାଭ ହେବ। ସମସ୍ତ ବର୍ଗର ଲୋକେ ଉପକୃତ ହେବେ। ଧନ ସମସ୍ୟା କି ଦେହ ମୁଣ୍ଡ ସମସ୍ୟା ନାହିଁ, ଖାଲି ଟିକେ ଥଣ୍ଡା ହେଇପାରେ।
এটা ନିଶ୍ଚୟ ନୁହଁ, ଥଣ୍ଡା ହେଇପାରେ। ଖାଦ୍ୟ ପେୟ ଶୟନ ନିଦ୍ରା ଆଦି ଯଥା ସମୟରେ ଭୋଗ ହେବ। କାହାର କିଛି ସମସ୍ୟା ନାହିଁ। ମୀନ ରାଶିର ଆଜି ଭଲ। ହଁ ବନ୍ଧୁ, ଈଶ୍ୱର ଦୟା କଲେ ପୁଣି କାଲି ଦୁଃଖ ସୁଖ ହେବା। ଆଜି ପାଇଁ ଏତିକି, ରହିଲି। ନମସ୍କାର।